ସାଧାରଣ ଜନତାଙ୍କୁ ମାଗନ୍ତା ଭିକାରୀ କହିଲେ ସରପଞ୍ଚ। ଗଣମାଧ୍ୟମ ଓ ସାଧାରଣ ନାଗରିକଙ୍କ ଅଧିକାରକୁ ନେଇ ସରପଞ୍ଚଙ୍କ କ୍ରୋଧ। ଦର୍ଶକ ବନ୍ଧୁ, ଏଠି ଆମେ କହୁଛୁ ତିର୍ତ୍ତୋଲ ବ୍ଲକ କୋଷ୍ଠୀମାଲିକାପୁର ସରପଞ୍ଚଙ୍କ କଥା। ନ୍ୟୁଜ୍ ୱାନ୍ ଓଡ଼ିଆରେ ଏ ଖବର ପ୍ରସାରଣ ହୋଇଥିଲା। ପାଲ ତଳେ ଅନେକ ଜୀବନ। ଦର୍ଶକ ବନ୍ଧୁ, ସତ ଖବର ପ୍ରସାରଣ କରିବା ଆଉ ଜନତାଙ୍କ ସମସ୍ୟାକୁ ପ୍ରଶାସନ ସରକାରଙ୍କ ସାମ୍ନାକୁ ଆଣିବା କ'ଣ ଭୁଲ? ଆମେ ମାନୁଛୁ ଯେ ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କର ଅଧିକାର ଅଛି ନିଜର ଖୋଲା ମତ ବ୍ୟକ୍ତ କରିବା ପାଇଁ। କିନ୍ତୁ ଜଣେ ନିର୍ବାଚିତ ଜନପ୍ରତିନିଧି ଗଣମାଧ୍ୟମ ଆଉ ନିଜ ଭୋଟରଙ୍କୁ ଭିକାରୀ ଆଉ ମାଗନ୍ତା କହିବା ସହ ଅନ୍ଧାରୀ ବିଜେ ହେବ କହିବା କେତେ ଦୂର ଯଥାର୍ଥ? ଏ ହେଉଛନ୍ତି କୋଷ୍ଠୀମାଲିକାପୁର ସରପଞ୍ଚ ବିଭୁ ପ୍ରସାଦ ମହାନ୍ତି। ଏ ଜଣେ ଲୋକପ୍ରତିନିଧି ନା ଗୁଣ୍ଡା? ତେବେ ସାମାଜିକ ଗଣମାଧ୍ୟମରେ ସରପଞ୍ଚଙ୍କର ଏପରି ମନ୍ତବ୍ୟ ପରେ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚାରେ ଜୋର ଧରିଛି। ଜଗତସିଂହପୁରରୁ ପ୍ରମୋଦ ମଲ୍ଲିକଙ୍କ ରିପୋର୍ଟ, ଓଡ଼ିଶା ସମାଚାର ଲାଇଭ୍।